ଭାରତୀୟ ଜନସାଧାରଣ ଯଦି ପରିସ୍ରା କରିଦେବେ ପାକିସ୍ତାନ ବୁଡ଼ିଯିବ। କିଛି ଅସୁବିଧା କଡ଼ା ଆକ୍ସନ ନେବା ଦରକାର। ନରେନ୍ଦ୍ର ମୋଦି ଦୁର୍ବଳ ପ୍ରଧାନମନ୍ତ୍ରୀ, ତା ଦୁର୍ବଳ ହେଉଛି ହୋମ୍ ମିନିଷ୍ଟର। ତାଙ୍କରି ପାଇଁ ଆଜି 27ଟା ଲୋକଙ୍କର ଜୀବନ ଗଲା, ନିରୀହ ଲୋକ ଗୁଡ଼ାକ ଜୀବନ ଗଲା। ଯେତେ ପ୍ରକାର ଆଟାକ୍ ହେଉଛି ନରେନ୍ଦ୍ର ମୋଦି ସମୟରେ, ଆଗରୁ ଏମିତି କେବେ ଦେଖାଯାଇନଥିଲା। ଇନ୍ଦିରା ଗାନ୍ଧୀ ପାକିସ୍ତାନକୁ ଦୁଇ ଭାଗ କଲେ, ବାଂଲାଦେଶ କଲେ। ବାଜପେୟୀ ତାଙ୍କୁ ମା ଦେବୀ ଦୁର୍ଗା ବୋଲି ବର୍ଣ୍ଣନା କରିଥିଲେ। ଏଇଟା ଗୋଟେ ମାନେ କାହା ପୁରୁଷ ପ୍ରାଇମ ମିନିଷ୍ଟରଟା, ଇହାରି ବେଳେ ସବୁ ପ୍ରକାର ମାନେ ହତ୍ୟା, ନିରୀହ ଲୋକ ଗୁଡ଼ାଙ୍କ ଜୀବନ। ପୁଅ ଆଗରେ ବାପା ମରୁଛି, ବାପ ଆଗରେ ସ୍ତ୍ରୀ ମରୁଛି, ସ୍ତ୍ରୀ ଆଗରେ ଝିଅ ମରୁଛି। କି କଥା! ନିରୀହ ଓଡ଼ିଶାର 2 ଜଣ ମରିଗଲେ। ଯାହା ମୋହନ ମାଝୀକୁ ଧନ୍ୟବାଦ, 20 ଲକ୍ଷ ଘୋଷଣା କରି ସରକାରୀ ଚାକିରି ଘୋଷଣା କରିଛନ୍ତି। ତାଙ୍କ ଘରକୁ ଯାଇଥିଲେ, ଧନ୍ୟବାଦ। ସମସ୍ତେ ଆମେ ମର୍ମାହତ। ଯୋଡ଼େ ଓଡ଼ିଆ ଚାଲିଗଲେ, ଆମର 27 ଜଣ ଭାରତୀୟ ଚାଲିଗଲେ। ନିରୀହ ଲୋକ ଯାଇଥିଲେ ଟୁରିଷ୍ଟ କାଶ୍ମୀର ବୁଲିବା ପାଇଁ। କାଶ୍ମୀର ହେଉଛି ଭାରତର ଗର୍ବ। ଗାର୍ଡନ ବୁଲିବାକୁ ଯାଇଥିଲେ, ଫୁଲ ଦେଖିବାକୁ ଯାଇଥିଲେ, ସିନେରୀ ଦେଖିବାକୁ ଯାଇଥିଲେ, ସିନ୍ ଦେଖିବାକୁ ଯାଇଥିଲେ, ବରଫରେ ଚାଲିବାକୁ ଯାଇଥିଲେ, ଆନନ୍ଦ କରିବା ପାଇଁ ଯାଇଥିଲେ। ତାଙ୍କୁ ନିରୀହ ଲୋକଙ୍କୁ ହତ୍ୟା କରାଯାଇଛି, ପାକିସ୍ତାନ କରିଛି। ତେଣୁ ପାକିସ୍ତାନ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ପ୍ରାଇମ ମିନିଷ୍ଟର ଟେକଅପ୍ କରିବା ଉଚିତ। ହେଇଯାଇପାରେ। ଭାରତ ପ୍ରସ୍ତୁତ। ଭାରତ ପୃଥିବୀରେ ଏଇଟା ତୃତୀୟ ଶକ୍ତି ହେଇକି ଅଛି, କୌଣସି ଅସୁବିଧା ନାହିଁ। ଆମେ ଭାରତୀୟ ଜନସାଧାରଣ ଯଦି ପରିସ୍ରା କରିଦେବେ ପାକିସ୍ତାନ ବୁଡ଼ିଯିବ। କିଛି ଅସୁବିଧା ନାହିଁ।